ଆଜିର ଖାଇବା ବନେଇବା ଥିଲା କିଛି ସ୍ପେଶାଲ କାରଣ ଆଜି ମୁଁ ଜଣେ ସ୍ପେଶାଲ ଲୋକ ଜଣେ ହବାକୁ ଥିବା ମାଙ୍କ ପାଇଁ ଖାଇବା ବନାଉଥିଲି। ଅପା ଯେତେବେଳେ କଲ୍ କରି କହିଥିଲା ଯେ ସମସ୍ତେ କିଛି ନା କିଛି ବନେଇକି ନେଉଛନ୍ତି କିନ୍ତୁ ଯେହେତୁ ମୋତେ ରୋଷେଇ ଆସେନି ମୁଁ କିଛି ବନେଇ ପାରୁନି, ତୁରନ୍ତ ବୋଉର ମୋର କହିଥିଲୁ ତୁ ଘରକୁ ଆସ, ରୋଷେଇ ଦାୟିତ୍ୱ ଆମର। ପିଠା, କ୍ଷୀରି, ଡ୍ରାଏ ଫ୍ରୁଟ୍ସ ଲଡୁ ଆଣ୍ଡ ମଟର ଚାଟ୍ ଭାବିଥିଲୁ କିନ୍ତୁ ମଟର ଚାଟ୍ଟା ମୁଁ କରିପାରିଲିନି ଏଥିପାଇଁ କାରଣ ରାତିରେ ମୁଁ ବି ଜାଣିବାକୁ ପାଇଲି ମୁଁ ବି ଯାଜପୁର ଯାଉଛି, ତେଣୁକରି ଟାଇମ୍ ହେଲାନି। କିନ୍ତୁ ଯେମିତି ଯେତିକି ବନେଇ ଦେଇଥିଲି ସେମାନେ ଖାଇକି ତା ପରଦିନ ଯାଜପୁରର ଦୃଶ୍ୟ। ପୁରା ଖାଇବା ବନେଇ ସାରିବା ପରେ ଅପା ମୋତେ ରାତିରେ କହୁଛି କିଛି କାରଣ ପାଇଁ ମ୍ୟାଡ଼ାମ୍ କାଲି ଆସିପାରିବେନି। ଏତେ ମୋ ମନ ଦୁଃଖ ହେଇଗଲା, ଏତେ ପରିଶ୍ରମ କରି ଅଧା ରାତି ଯାଇ ଠିଆ ହେଇକି ମୋ ମ୍ୟାଡ଼ାମ୍ଙ୍କ ପାଇଁ କଲେ କିନ୍ତୁ ସେ କାଲି ଆସିବେ ହିଁ କ'ଣ ହେଲା କେଜାଣି ତା ପରଦିନ ସେ ସକାଳେ ଆସିଲେ। ଆଉ ମୋର ଗୋଟେ କଥାରେ ବିଶ୍ୱାସ ଆସିଗଲା ଯଦି ଆପଣ ସତ୍ ମନ ଆଉ ପରିଶ୍ରମରେ କିଛି ବି କାମ କରିଥିବେ ନିହାତି ସଫଳତା ପାଇବେ। ତାପରେ ସବୁ ଷ୍ଟାଫ୍ ମୋତେ କଲ୍ କରି ଏତେ ଆଶୀର୍ବାଦ ଆଉ ଭଲ ପାଇବା ଦେଇଥିଲେ ମୋ ମନ ପୁରା ଖୁସି ହେଇଗଲା।